हेलो फ्रेंड्स नमस्कार ମୁଁ ବିକାଶ ଆପଣଙ୍କୁ ସ୍ୱାଗତ କରୁଛି ଆଉ ଏକ ନୂଆ ଭିଡିଓରେ। ତ फ्रेंड्स ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଆସିଯାଇଛି ବହୁତ ବଡ଼ ଅପଡେଟ୍। ଏଣିକି ହିତାଧିକାରୀଙ୍କୁ ମିଳିବ ମାସକୁ 1000 ଟଙ୍କା ପେନ୍ସନ୍। ଏହା କେଉଁମାନଙ୍କୁ ମିଳିବ, କ'ଣ ପାଇଁ ମିଳିବ, ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା ଏହି ଭିଡିଓରେ। ତା ପୂର୍ବରୁ ଯଦି ଚ୍ୟାନେଲରେ ନୂଆ ଆସିଛନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ, ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ରଖନ୍ତୁ, ଯାହା ଫଳରେ ଆମ ଚ୍ୟାନେଲରେ ଯାହା ବି ଅପଡେଟ୍ ଆସିବ ସର୍ବପ୍ରଥମେ ଜାଣିପାରିବେ। ଚାଲନ୍ତୁ ଭିଡିଓ ଷ୍ଟାର୍ଟ କରିବା। ଦେଖନ୍ତୁ, ସୁଭଦ୍ରା ହିତାଧିକାରୀ ଏଣିକି ମାସକୁ 1000 ଟଙ୍କା ମିଳିବ, ବର୍ଷକୁ 12,000 ଟଙ୍କା ମିଳିବ। ଦେଖନ୍ତୁ, ସୁଭଦ୍ରା ଯୋଜନାରେ ସରକାର ସୁଭଦ୍ରା ହିତାଧିକାରୀଙ୍କୁ ବର୍ଷକୁ 2ଟି କିସ୍ତିରେ 5 ବର୍ଷରେ 50,000 ଟଙ୍କା ଦେବେ। ଏବେକୁ ସରକାର ହିତାଧିକାରୀ 3 ଗୋଟି କିସ୍ତି ଦେଇ ସାରିଲେଣି। ହେଲେ ଏବେ ଏଥିରେ ଅନେକ 2,85,000 ହିତାଧିକାରୀଙ୍କୁ ଅନେକ କାରଣରୁ ଟଙ୍କା ଯାଇପାରି ନାହିଁ। ଅନେକ ହିତାଧିକାରୀ ପ୍ରଥମ କିସ୍ତି ପାଇ ଦ୍ୱିତୀୟ କିସ୍ତି ରିଜେକ୍ଟ ହେଇଯାଇଛି, ବା ପ୍ରଥମ ଓ ଦ୍ୱିତୀୟ କିସ୍ତି ପାଇଛନ୍ତି କିନ୍ତୁ ତୃତୀୟ କିସ୍ତି ପାଇନାହାନ୍ତି। ସେହି ହିତାଧିକାରୀମାନେ ସୁଭଦ୍ରା ପୋର୍ଟାଲ ଯାଇ ଅଭିଯୋଗ ଦେବେ। ଏହାର ମୁଁ ଅଲରେଡି ଭିଡିଓ ବନାଇ ଦେଇଛି, ତ ଭିଡିଓ ଦେଖିନାହାନ୍ତି ତ ଶୀଘ୍ର ଯାଇ ଚ୍ୟାନେଲରେ ପଡ଼ିଛି, ଭିଡିଓ ଦେଖି ନିଅନ୍ତୁ ଏବଂ ଅଭିଯୋଗ ଦିଅନ୍ତୁ। ତ ସୁଭଦ୍ରା ଯୋଜନାରେ ଅନେକ ହିତାଧିକାରୀ 60 ବର୍ଷରୁ ଅଧିକ ହୋଇଥିବାରୁ ବାଦ୍ ପଡ଼ିଛନ୍ତି। ଦେଖନ୍ତୁ, ଆପଣ ଜାଣିଥିବେ ସୁଭଦ୍ରା ଯୋଜନାରେ ଏଲିଜିବିଲିଟି କ୍ରାଇଟେରିଆ ରହିଛି 21 ବର୍ଷରୁ 60 ବର୍ଷ। ତ 60 ବର୍ଷରୁ ଅଧିକ ହୋଇଯାଇଥିବା ହିତାଧିକାରୀ ବାଦ୍ ପଡ଼ିଛନ୍ତି। ସେମାନେ ବର୍ତ୍ତମାନ ମଧୁବାବୁ ପେନସନ ଯୋଜନାରେ ଆବେଦନ କରିପାରିବେ ଏବଂ ସେମାନେ ପେନସନ ଯୋଜନାରେ ମାସକୁ 1000 ଟଙ୍କା ଲେଖାଏଁ ବର୍ଷକୁ 12,000 ଟଙ୍କା ପଇସା ପାଇପାରିବେ। ତ ଶୀଘ୍ର 60 ବର୍ଷରୁ ଅଧିକ ହୋଇଥିବା ମହିଳାମାନେ ମଧୁବାବୁ ପେନସନ ଯୋଜନା ଆବେଦନ କରାଇ ନିଅନ୍ତୁ। ଆପଣଙ୍କୁ ଆଉ ସୁଭଦ୍ରା ପଇସା ମିଳିବ ନାହିଁ ଏବଂ ଆପଣ ପେନସନ ଆପ୍ଲାଏ କରି ପେନସନ ପାଇପାରିବେ। ପେନସନ ଆବେଦନ କରିବା ପାଇଁ ଆମ ସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ ଏବଂ ସେଠାରେ ଯାଇ ମଧୁବାବୁ ପେନସନ ଯୋଜନା ଆବେଦନ କରାଇ ନିଅନ୍ତୁ। ଭିଡିଓଟି ଏତିକିରେ ଶେଷ କରୁଛି। ଯଦି ଭିଡିଓଟି ଭଲ ଲାଗିଥାଏ ତ ଭିଡିଓକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ ଏବଂ ଚ୍ୟାନେଲରେ ନୂଆ ଆସିଥିଲେ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ, ଫଳରେ 60 ବର୍ଷରୁ ଅଧିକ ମହିଳା ଏହା ଜାଣିପାରିବେ।